ସବୁଦିନ ରୋଷେଇ ସାରିକିରି ଯାଏ କିନ୍ତୁ ଆଜି ରୋଷେଇ କରିବା ପୂର୍ବରୁ ଯାଇଥିନି କାହିଁକିନା ଆଜି ବୋଇତାଳୁ ଡଙ୍କର କିଛି ରୋଷେଇ କରିବାର ଥିଲା ମୋତେ। ତ ସେଥିପାଇଁକା ମାଆଙ୍କ ଆଦେଶ ମାନିକି ସାଙ୍ଗେ ସାଙ୍ଗେ ଯାଇଥିଲି କଇଁଚି ନେଇକି ଆମର ହଉଛି ଯୋଉ ବୋଇତାଳୁ ଡଙ୍କ ଗୁଡାକ ଥିଲା ଏଗୁଡାକ ଭାରି ମିଠା ଡଙ୍କ। ତ ଏଥିପାଇଁକା ମାଆ କହିଲେ ଆଜି ବୋଇତାଳୁ ଡଙ୍କର ରାଇ କର ଯୋଉଟା କି ବହୁତ ହି ବଢିଆ ଟେଷ୍ଟ ଲାଗେ ଆଉ ମାଆଙ୍କ ସହିତ ମୋର ବି ମଧ୍ୟ ଏଇ ଖାଇବାଟା ବହୁତ ହି ପ୍ରିୟ ହେଇଯାଇଛି। ତ ସେଥିପାଇଁକା ବାଡି ବୋଇତାଳୁ ଡଙ୍କରେ କଲେ ଟିକେ ସ୍ୱାଦ ଅଲଗା ଲାଗିବ ଆଉ ତା ସାଥିରେ କିଛି ପତ୍ର ବି ନେଇ ଆସିଥିଲି। କାହିଁକିନା ବୋଇତାଳୁ ଗଛର ପତ୍ର ସହିତ ଡଙ୍କ ମଧ୍ୟ ବି ଖାଆନ୍ତି କାହିଁକିନା ହଉଛି ଏଇଟା ଗୋଟେ ଶାଗର ରେସିପି କରିକି ଖାଇଥାନ୍ତି ତା ସାଥିରେ ବୋଇତାଳୁ ପତ୍ରକୁ ଆଜିକାଲି ବହୁତ ବହୁତ ନୂଆ ନୂଆ ଟେଷ୍ଟରେ ବନେଇକି ସବୁ ନୂଆ ନୂଆ ଖାଇବା ସବୁ ଖାଉଛନ୍ତି ଆଜିକାଲି ବହୁତ ଜଣ। ଯେମିତିକା ଏବେ କିଛି ଦିନ ପୂର୍ବରୁ ବି ମୁଁ ଦେଖିଥିଲି ଗୋଟେ ହଉଛି ଆମର ନୂଆ ରୋଷେଇ ପତ୍ରକୁ ହଉଛି ବଟର ଲଗେଇକି ତା ସାଥିରେ କିଛି ଗ୍ରେଭି ଲଗେଇକି ତାକୁ ଛାଣିକି ଖାଇଥିଲେ କି ପକୋଡା ଟାଇପର କରିକି ତ ସେ ସବୁ ବହୁତ ହି ବଢିଆ ବଢିଆ ୟୁନିକ୍ ଟେଷ୍ଟି ରେସିପି ସବୁ ସେୟାର କରୁଛନ୍ତି ସୋସିଆଲ ମିଡ଼ିଆରେ କିଛି ତ ଶିଖିବା କଥା ଏଇସବୁ। ତ ଯାହା ବି ହଉ ଆଜି ବୋଇତାଳୁ ଡଙ୍କ ନେଲା ବେଳେ ସେଇ କଥାଟା ମନେ ପଡିଗଲା ଆଉ ସେ ଭିଡିଓ କଥାଟା ବି ମନେ ପଡିଗଲା ଭାବିଲି ବୋଇତାଳୁ ପତ୍ରରେ ମୁଁ ବି ସେମିତି କିଛି ଆଜି ବନେଇକି ଖାଇବି। କିନ୍ତୁ ଏବେ ହଉଛି ଆମର ଶ୍ରାବଣ ମାସ ପାଇଁ ବିନା ପିଆଜ ରସୁଣରେ ଯେହେତୁ ଆମର ଖାଇବା ହଉଛି ସେଥିପାଇଁ ରସୁଣ ପେଷ୍ଟ ନ ପଡିଲେ ନା ଜମାର ବି ଟେଷ୍ଟ ଲାଗିବନି ସେଥିପାଇଁ ମୁଁ ତାକୁ ପୁଣି ହଉଛି ମନ ଛାଡ଼ିଦେଲି। ବୋଇତାଳୁ ଡଙ୍କ ମୁଁ ମାତ୍ର ଗୋଟେ ଦିଟା ଡେମ୍ଫ ନଉଥିଲି କିନ୍ତୁ ମା ମତେ ତଳୁ ଥାଇ ଡାକ ଛାଡ଼ିଲେ କହିଲେ ନା ଅଧିକା ଆଣିବୁ କାହିଁକିନା ମା ଜାଣିଛନ୍ତି ମୋ ଆଦତ ମୁଁ ବେଶୀ ଅଧିକା ଛିଡାଏନି ଗଛରୁ ଏସବୁ ପନିପରିବା ବହୁତ ମାନେ ଲୋଭରେ ରଖିଦିଏ ତ ସେଥିପାଇଁ ମା ମୋ ଆଦତ ଜାଣିକି ମତେ ତଳୁ ଥାଇକି କହିଲେ ଅଧିକା ମା ଟିକେ ଆଣିବୁ ମୁଁ ସେଥିପାଇଁ ଅଧିକା ଟିକେ କାଟି ଆଣିଥିଲି ତାପରେ ଭେଣ୍ଡି କିଛି ହେଇଥିଲା ତାକୁ ବି ତୋଳି ଦେଇଥିଲି। ତ ସ୍ୱାମୀ ସେପଟେ ହଉଛି ସକାଳୁ ଆସିକି ଟିକେ କାମରେ ଲାଗିଯାଇଛନ୍ତି କାହିଁକିନା ଏବେ ହଉଛି ବରିଆ ଗଛ ସବୁ ନୂଆ ନୂଆ ଲାଗୁଛି ଆଉ ତା ସାଥିରେ କିଛି ବାଡି କାମ କଲେ ବି ମଧ୍ୟ ଦେହ ବି ଫ୍ରି ରହିବ। ଖରା ଆସିଗଲା ମାନେ ଏଇ ସବୁ କାମ ତ କରିହବନି ସେଥିପାଇଁ ସକାଳ ବେଳା ହିଁ ଆମକୁ ଟିକେ ସମୟ ମିଳୁଛି ଆଉ ସେଇ ସମୟରେ ଛୁଆ ସ୍କୁଲ ଗଲା ପରେ ଆମେ ଟିକେ କାମ କରିଦଉଛୁ ମିଶିକି ଦି ଜଣ। ତାପରେ ବାଇଗଣ ଗୋଟେ ତୋଳି ଦେଇଥିଲି ବାଇଗଣ ଏବେ ବହୁତ ସାରା କଷି ଆସିଲାଣି ଆଉ ଇଏ ସବୁ ହାର୍ଡ ପ୍ରନିଂ ହେଇଥିଲା ପ୍ରନିଂ ପରେ ପରେ ଏବେ ପତ୍ର ବି ଦଉଛି ତା ସାଥିରେ କଷି ବି ଆସିଛି। ତ ତା ଦେହରୁ ମାତ୍ର ଆଜି ଗୋଟିଏ ହାରଭେଷ୍ଟ ପାଇଁ ରେଡି ହେଇଥିଲା ଏବେ ଆମେ ତ ସ୍ୱାମୀ ସ୍ତ୍ରୀ ଖାଉନୁ ବାଇଗଣ କିନ୍ତୁ ମା ଖାଉଛନ୍ତି ତ ସେଥିପାଇଁକା ତାଙ୍କ ପାଇଁକା ମୁଁ ହଉଛି ବାଇଗଣ ଗୋଟେ ନେଇ ଆସିଥିଲି। ତାପରେ ପୁଇ କିଛି ମା କହିଲେ ପୁଇ ଆଣିବା ତ ପୁଇଟା ମା ଅଲଗା ରେସିପି କରିକି ଖାଇବେ ଆମେ ତ ଖାଉନୁ ସେଥିପାଇଁକା ମାଙ୍କ ପାଇଁ ଛୋଟିଆଟେ ନେଇଛି।